गोटे ना कहीं राम होला आ किछि हेलानी अरे ये नाटा भलो नाटा ना रे राम दबार गोटा तात्पर्य अछि सारे कोन तात्पर्य अछि चोट पाटी करना खोर्धा जिला रामेश्वर गाँव रे जन्म नहीं आपण मानकर गोकुलानंद पट्टनायक जांकर सुपुत्र आपण मानकर ओडिशा को जे 12 वर्ष धरी शासन करथिले ओडिशार पूर्वतन मुख्यमंत्री आसामर राज्यपाल तिरुपतिर कुलाधिपति तांको नाम होछि डॉक्टर जानकी वल्लभ पट्टनायक ओरे बहिना हला जानकी वल्लभ विलास एई जानकी वल्लभ विलास रे कवि गोकुलानंद पट्टनायक लिखिसंती काहे के अंको ना आज्ञा राम हला कला रमणीय मूर्ति देखी देले राम रघुवंश दाता रेणु राघव उत्तम सीता रेणु दशरथ सीता रेणु दशरथ दशरथी नाम कौशल्यंका जुता रमणीय मूर्ति देखी देले राम नाम रमणीय कहले सुंदर दशरथंकर 4टी पुत्र ओरे बड़ पुओ नाम देले राम जे रमणीय रमणीय कहले सुंदर भगवान रामंकर रूप किपरि आपण मानकर संत तुलसी रामचरित मानस रे कहिछन नीलांबुज श्यामल कोमलांगम सीता समार संत तुलसी रामचरित मानस कहले नीलांबुज श्यामल कोमलांगम नील अंबुज नीलांबुज नील पद्म परी जांकर शरीर से होछंती भगवान राम किंतु आपनकर वैदेश विलास रे कवि सम्राट भंज गोटे जगार सीतांकर स्वरूप आउ भगवान रामंक रूप भी वर्णना गोटाए जगार ओ राग हला चोखी बहेला वैदेश विलास कहला वैदेही विमला देही सुंदर पद आपण मानकर सम्राट कवि भंज कहले वैदेही विमल देही विमल कहले तोफा माँ सीतांक शरीर तोफा
ବା ଅତ୍ୟନ୍ତ ସଫା ଶରୀର ଓ ପୁରା ହ୍ୱାଇଟ୍ ଆଉ କିଭଳି ନା କମଳ କେଶରେ ନାହିଁ। କମଳ କେଶରେ କମଳ କହିଲେ ପଦ୍ମ, ପଦ୍ମର କେଶରର ଯୋଉ ହଳଦିଆ ଦେଖାଯାଏ ତାଠୁ ଆହୁରି ସୁନ୍ଦର ଶରୀର ହଉଛି ମା ସୀତାଙ୍କର। ଓହୋ କିନ୍ତୁ ରାମଙ୍କ ଶରୀର ଏଠି ଭଞ୍ଜ କହିଲେ କଳାଙ୍ଗେ କଲେ ଲାଳସା। କଳାଙ୍ଗେ ରାମ ଠାକୁରଙ୍କ ରୂପ ଭଞ୍ଜ କହିଲେ କଳା ଥିଲା। କଳା ଥିଲା ଗୌରେ ଗୌରବତା ନେତ୍ରେ ଢାଳି ଗୌରବର୍ଣ୍ଣ ଥିଲା ଆପଣ ମାନଙ୍କର ଲକ୍ଷ୍ମଣଙ୍କ ଶରୀର। ଏଠାରେ ମୋ କହିବାର ଉଦ୍ଦେଶ୍ୟ ଥିଲା ରାମ ଠାକୁରଙ୍କର ଶରୀର ରୂପଟା କିପରି। ପୁଅ ସେଠି ସନ୍ଥ ତୁଳସୀ କହିଲେ ନୀଳାମ୍ବୁଜ ଶ୍ୟାମଳ କୋମଳାଙ୍ଗ, ସେଠି କହିଲେ ନେଳିଆ, କିନ୍ତୁ ଏଠି ଭଞ୍ଜ କହିଲେ କଳାଙ୍ଗେ କଲେ ଲାଳସା। ସେଠି କହିଲେ କଳା। ଯାହା ହଉ ଅତୀବ ସୁନ୍ଦର ମନୋରୀୟ ରୂପ, ଅତୀବ ସୁନ୍ଦର ଏ ମନୋରମ ଠାଣି, ଅତୀବ ସୁନ୍ଦର ରୂପ ଭଗବାନ ରାମଙ୍କର। ଯୋଉ ରାମଙ୍କୁ ଦେଖିଲେ ମନ ଆପଣ ମାନଙ୍କର ହରଣ ହେଇଯାଏ। ଦୁଇ ଜଣ ଭଗବାନ ଆମେ ପାଇଛେ ଜ୍ଞାନୀ ବାପା, ଜଣେ ହେଲେ ଭଗବାନ କୃଷ୍ଣ, ଆଉ ଜଣେ ହେଲେ ରାମ। ଆପଣ ଦେଖିଦେବେ ସେ ରୂପ, ସଂସାର ଭୁଲିଯିବେ, ଘର ଭୁଲିଯିବେ। ରାମ ଭଗବାନଙ୍କ ରୂପକୁ ଦେଖିଲେ। ତାଙ୍କ ବାପା ନାଁ କଣ? ସାରେ ବାପାଙ୍କ ନାଁ କଣ? ବାପାଙ୍କ ନାଁ ହଉଛି ଦଶରଥ। ବାପାଙ୍କ ନାଁ ହେଲା ଦଶରଥ। ୟାଙ୍କ ନାଁ ଦଶରଥ କାହିଁକି? ସାରେ ୟାଙ୍କର 10ଟା ରଥ ଥିବାରୁ ଇଏ ଜ୍ଞାନୀଟା ବ ଏ ପୁଅ ଜ୍ଞାନୀଟା ଆମର। ଆରେ ମୋର ଗୋଟାଏ ଗାଡି ଅଛି, ମୁଁ କହିବି ଗୋଟାଏ ଗାଡି ମୋର। ଯାହାର 10ଟା ଦ୍ୱାର ଥାଏ ତାକୁ ଦଶରଥ ବୋଲି କହିବା। ସାରେ 10ଟା ଦ୍ୱାର ଯାହାର ଥବ ସେ ଦଶରଥ। ଦଶରଥ ଆମ ଗାଁ ବିଜୟ ଲଙ୍କା ହଁ। ଏବେକା ଦଶରଥ ନୁହଁ, ଆଉ 27 ବର୍ଷ ହେଲାଣି ଦଶରଥ ପାଠ। 27 ବର୍ଷ ଲାଗୁଛି। ତାର କାହିଁ 10ଟା ଦ୍ୱାର ନାହିଁ? ତୋର କେତେଟା ଦ୍ୱାର? ମୋର 2ଟା ଦ୍ୱାର ଆଜ୍ଞା, ଆଁ? 2ଟା ଦ୍ୱାର। କୋଉ କୋଉ ଦ୍ୱାର? ସାରେ ଗୋଟେ ପ୍ରବେଶ, ଗୋଟେ ପ୍ରସ୍ଥାନ। ଗିଡ଼ରେ ସମସ୍ତଙ୍କର ଆମର 10ଟା ଦ୍ୱାର ଅଛି। ସାରେ ଆମର ସମସ୍ତଙ୍କର 10ଟା ଦ୍ୱାର କୋଉ ଜାଗାରେ ଅଛି? ଆପଣ ମାନଙ୍କର ଠାକୁର ଅଭିରାମ ପରମହଂସ ବହି ହେଲେ କଳି ଭାଗବତ କହିଲା 10ଟି ଦ୍ୱାର ଲଗାଇଲେ ଗୋଟିଏ ଦ୍ୱାର ଗୋପ୍ୟ କଲେ, ଗୋଟିଏ ଦ୍ୱାର କିଣିବେ ଘଟରେ। ଠାକୁର ଅଭିରାମ କହିଲେ 10ଟି ଦ୍ୱାର ଲଗାଇଲେ ଗୋଟିଏ ଦ୍ୱାର ଗୋପ୍ୟ କଲେ। ଆପଣଙ୍କ ଶରୀରରେ ଆଜ୍ଞା 10ଟା ଦ୍ୱାର ହେଇଛି। ଯଶବନ୍ତ କିନ୍ତୁ ଗୋଟେ ସୁନ୍ଦର ଭଜନ କହିଲେ, କହିଲା ଯେଉଁ ବି ନାଣି ତୋତେ ତଲା ବିଆଣ ବାୟାରେ ତଲା ବିଆଣ ସେଇ ତ ଦେହ ରହିଲା ତୁରେ ଆଜଣା, ସେଇ ତ ଦେହ ରହିଲା ତୁରେ ଆଜଣା। ଆଉ ରଖିଲା 10 ବାଟ ଲଗାଇଲେ କବାଟ, ରଖିଲା 10 ବାଟ ଲଗାଇଲେ କବାଟ। ସୁନା ଦୁଆରେ ରହିଲେ ନନ୍ଦ ଚାଟ, ଶିଶୁ ମୁନା। 10ଟି ଦ୍ୱାର ଆପଣ ମାନଙ୍କର ସମସ୍ତଙ୍କ ଶରୀରରେ ଅଛି। ଆଜ୍ଞା ଆଜ୍ଞା କୋଉ ଜାଗାରେ ଅଛି, କୋଉଠି ଅଛି? ଆଖି କେତେଟା? କାନ ନାସାପୁଡା 2 କେତେ ହେଲା? 6 ପାଟି 1 7 ମଳଦ୍ୱାର 1 8 ପରିସ୍ରା ଦ୍ୱାର 1 9 ଆଉ ଗୋଟା ଦ୍ୱାର ବନ୍ଦ ଅଛି ଯାହାକୁ ଅଭିରାମ କହିଛନ୍ତି। 10ଟି ଦ୍ୱାର ଲଗାଇଲେ ଗୋଟିଏ ଦ୍ୱାର ଗୋପ୍ୟ କଲେ, ଗୋଟିଏ ଦ୍ୱାର ଗୋପ୍ୟ କଲେ, ଗୋଟିଏ ଦ୍ୱାର ଗୋପ୍ୟ କଲେ। ତା ହଉଛି ଆପଣ ମାନଙ୍କର ନାଭି। ନାଭିଟା ବର୍ତ୍ତମାନ ଆପଣ ମାନଙ୍କର ବନ୍ଦ ଅଛି, କିନ୍ତୁ କେହି କେହି କହନ୍ତି ଆପଣ ମାନଙ୍କର ଶିଶୁମୁନା ରନ୍ଧ୍ର, ଯୋଉଟା ଆପଣ ମାନଙ୍କର ଦୁକୁ ଦୁକି ବୋଲି ଯାହାକୁ କୁହାହଉଛି। ସଜନ କହିବାର ଉଦ୍ଦେଶ୍ୟ ଦଶରଥ କିଏ? ଦଶରଥ ଯାହାର 10ଟା ଦ୍ୱାର ଥବ। ହାଡ଼ିଦାସ ସେ କଥା କିନ୍ତୁ କହିଲେନି। ହାଡ଼ିଦାସ କହିଲେ 10 ଦ୍ୱାରକୁ ରୁଦ୍ଧ ପରେ ଶରୀର ରଥ ଦିଏ ଚାଲି, ଶରୀର ତାହାକୁ ଦଶରଥ କହେ ଶ୍ରୀରାମ ହାଡ଼ିଦାସ କହିଲେ
ଦଶ ଦ୍ୱାରକୁ ରୁଦ୍ଧ କରି ଯଦି ଆମେ ପ୍ରାଣାୟାମରେ ଏ 10ଟା ଦ୍ୱାରକୁ ରୁଦ୍ଧ କରି ଶରୀର ରୂପକ ରଥକୁ ଚାଳନ କରିପାରିବା ତାହେଲେ ଆଜ୍ଞା ଆମେ ବି ଦଶରଥ ହବା। କିନ୍ତୁ ଆମେ ପ୍ରାଣାୟାମ କରେ ନାହିଁ। ଆଜିକାଲି ଲୋକଙ୍କ ପାଖରେ ବ୍ଲଡ ପ୍ରେସର, ଡାଇବେଟିସ୍, ଅନେକ ବଡ ବଡ ରୋଗ ଆଇଲାଣି। ସେତେବେଳେ ଆମର ମନେ ପଡୁଛି ଆମେ ପ୍ରାଣାୟାମ କରିବା, ଯୋଗ କରିବା, ନିରୋଗ ରହିବା, କିନ୍ତୁ ଆମେ କେବେ करे ନାହିଁ। ସଜନ କାହିଁ କହିଲି, ଯଦି ଆମେ ପ୍ରାଣାୟାମ କରୁଥାନ୍ତି ତାହେଲେ 100 ବର୍ଷରୁ ଉର୍ଦ୍ଧ୍ୱ ଦିନ ଆମେ ବଞ୍ଚନ୍ତି। ଆମ ଜାତକରେ ଲେଖା ହେଇଛି ଆମେ 120 ବର୍ଷ ଆମ ପରମାୟୁ, କିନ୍ତୁ ଆଜିକାଲ ଦିନରେ ଦେଖାଯାଏ 80 ବର୍ଷ ବଞ୍ଚିଲା ବେଳକୁ ଲୋକ ବହୁତ ବଡ। ପୁଅ ଇଏ 50ରୁ 80 ବର୍ଷ ଭିତରେ ପାଖାପାଖି ଆଜ୍ଞା 90% ଲୋକ ଆପଣ ମାନଙ୍କର ଚାଲି ଯାଉଛନ୍ତି। 10% କ୍ୱଚିତ ଲୋକ ଇଏ 100 ବର୍ଷ ପୂରଣ କରୁଛନ୍ତି। ସେଇଥିପାଇଁ ପରା ସରକାର ଘୋଷଣା କରିଦିଅନ୍ତି 50 ବର୍ଷ ଯାହାକୁ ହବ ସେ ଭତ୍ତା ପାଇବ 3000। 80 ବର୍ଷରେ ମୁଁ ସେ କଥା କହୁନାହିଁ। ସଜନ କହିବାର ଉଦ୍ଦେଶ୍ୟ ଆମେ ପ୍ରାଣାୟାମ କରିବା, ଆମେ ଯୋଗ କରିବା, ଆମେ ବ୍ରହ୍ମଚାର୍ଯ୍ୟ ହବା। ଯଦି ବ୍ରହ୍ମଚାର୍ଯ୍ୟ ହବ, ପ୍ରାଣାୟାମ ହବ, ଯୋଗ ହବ, ତାହେଲେ ଆମେ ନିରୋଗ ହବା।